हेलो फ्रेंड्स नमस्कार गुड मॉर्निंग एबे सकाळ 5टा ହେଇଛି ଆଉ ମୁଁ ଫୁଲ ତୋଳିବାକୁ ଯାଉଛି ଫୁଲ ତୋଳୁଛି 4ଟାରୁ ଉଠିଲିଣି ହେଲେ ଫୁଲ ତୋଳିବାକୁ ଯିବି ବୋଲି ଭାବିଥିଲି କିନ୍ତୁ ଡର ଲାଗିଲା ମୁଁ କହିଲି ନାଇଁ ଟିକେ ଫର୍ଚା ହଉ ତାପରେ ଯିବି ଏବେ ତଥାପି ଟିକେ ଟିକେ ବେଶୀ ଫର୍ଚା ହେଇନି ଟିକେ ଟିକେ ଅନ୍ଧାର ଅଛି ଆଉ ମାନେ ମେଘ ଉଠିଛି ତ ସେ ଯୋଉଠି ଅନ୍ଧାରିଆ ଲାଗୁଛି ନହେଲେ 5ଟା ବେଳକୁ ତ ପ୍ରାୟ ଫର୍ଚା ହେଇଯାଇଥାଏ। ଆଜି ମୁଁ କହିଲି ଆଜି କ'ଣ ସବୁଦିନ ପ୍ରାୟ ଏତିକି ବେଳକୁ ଫୁଲ ତୋଳେ କିନ୍ତୁ ଆଜି ଟିକେ ବହୁତ କାମ ଅଛି। ଓମର ତା ଏକ୍ଜାମ୍ ଚାଲିଛି ତେଣୁକୁ ତା ପାଇଁ ଟିଫିନ୍ କରିକି ଏମିତି ତ ସବୁବେଳେ କରେ କିନ୍ତୁ ଆଜି ଟିକେ ସେ ଶୀଘ୍ର ଯିବ। ତାପରେ ଏବେ ସବୁ ଫୁଲ ଆହୁରି ଛାଡ଼ିକି ପଳେଇ ଆସିଲି ମନ୍ଦାର ଅପରାଜିତା ଆଉ ଟଗର ଏତିକି ଧରିକି ଆସିଲି। ତାପରେ ଏବେ କାଲିଠୁ ବିରି ବାଟି ଦେଇଥିଲି ଥୋଇ ଦେଇଥିଲି ମୁଁ କହିଲି ଫୁଲିବ ଗୋଟେ ଦିନ ଆଗରୁ ବାଟିକି ରାତିରେ ଥୋଇ ଦେଇଥିଲି ଏବେ ଚକୁଳି କରୁଛି। ଓମ୍ କହିଲା ମୁଁ ଖାଇବି ଇଟିଲି ହେଲେ ମୁଁ କହିଲି ଲେଟ୍ ହେବ ତେଣୁକରି ଇଟିଲି କାଲି ଆଜି ଆସିଲେ କରିଦେଇ ପଛେ କି ଏବେ ଚକୁଳି ଆଉ ସିମେଇ ଖାଇଦେ ଆଉ ଚକୁଳି ପିଠାଟା ଏବେ ଗୋଲ ପୁରା ହେଲାନି ତରତରିଆରେ କରିଦେଇଛି ତେଣୁକରି ଗୋଲ ହେଲାନି ଯାହା ହଉ ଖାଇଦେ ତୁ ପିଠା। ତାପରେ ଏବେ ମଟର ତରକାରୀ କରୁଛି ସେ ନେଇକି ଯିବ ପିଠା ମଟର ତରକାରୀ ବାହାର ଜିନିଷ ତ ବର୍ଷା ଦିନ ତାକୁ ପ୍ରାୟ ଦେଉନି ଦେହ ଖରାପ ହେବ ବୋଲି କାଲି ଡାଇରେକ୍ଟ ପ୍ରେସରରେ ବସେଇଦେଲି କଷାକଷି କରିକି ଆଳୁ ମଟରକୁ ପକେଇକି ପାଣି ଢାଳିଦେଲି ହୁଇସିଲ୍ 2ଟା ମାରିଦେଲେ ସେ ହେଇଗଲା ତରକାରୀ। ସେ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ମୋର ବହୁତ କାମ ଅଛି ନା ତେଣୁକରି ମୁଁ ଏଠି ଇଆଡ଼େ ତରକାରୀ କରୁଛି ଇଆଡ଼େ ଓମ୍କୁ ବି ଖୁଆଇ ଦେଉଛି ତାକୁ ଦେଲେ ଏନାକୁ ହାତରେ ସିଏ ଖାଇବ ଯେ ହେଲେ ଠିକ୍ରେ ଖାଇବନି ଆଉ ସେଇ ଯୋଗୁଁ ମୁଁ ତାକୁ ଏଠି ଖୁଆଇ ଦେଉଛି ଆଉ ଖୁଆଇ ଦେଇ ସାରିଲା ପରେ ତାର ମଟର ତରକାରୀ ହେଇଗଲା। ତାପରେ ତା ପାଇଁ ଏମିତି ଛୋଟ ଛୋଟ କରିଦେଲି ବରା ଟାଇପ୍ର କରିଦେଇକି ତାର ଏଠି ଟିଫିନ୍ ସଜାଡ଼ି ଦେଲି ତାର ମଟର ତରକାରୀ ଆଉ ବରା ଟାଇପ୍ର ପିଠା ଆଉ ତାର ଏଠି ଟିଫିନ୍ ରେଡ଼ି ହେଇଗଲା। ଏବେ ସେ ବାହାରିଲା ସ୍କୁଲ ରହୁଛି ନମସ୍କାର।